ଆଚ୍ଛା, ଆଜି ଆମେ ପଢ଼ିବା କାର୍ଡ଼ିଓଭାସ୍କୁଲାର ସିଷ୍ଟମ୍ ଏବଂ ହାର୍ଟ। କାର୍ଡ଼ିଓଭାସ୍କୁଲାର ସିଷ୍ଟମ୍ ମଣିଷ ଶରୀର ଭିତରେ ହାର୍ଟ ମଣିଷ ଶରୀର ଭିତରେ ହାର୍ଟ କେମିତି କାମ କରିଥାଏ ଆଉ ହାର୍ଟର ଯେଉଁ ସିଷ୍ଟମ୍ ରହିଥାଏ ରକ୍ତ ପ୍ରବାହ କରିବାର ସିଷ୍ଟମ୍ ଶରୀରରେ ଯେଉଁ ରହିଥାଏ ସେ ସିଷ୍ଟମ୍ କେମିତି କାମ କରିଥାଏ ସେ ବିଷୟରେ ଆମେ ପଢ଼ିବା। ଆଉ ସେ ସିଷ୍ଟମ୍କୁ ଆମେ ଇଂଲିଶରେ କହୁଛେ କାର୍ଡ଼ିଓଭାସ୍କୁଲାର ସିଷ୍ଟମ୍। ଶରୀରରେ ରକ୍ତ ପ୍ରବାହ ସିଷ୍ଟମ୍ ବା ସଞ୍ଚାଳନ କେମିତି ହୋଇଥାଏ ଆମେ ତା ବିଷୟରେ ପଢ଼ିବା। ମାନବ ହୃଦୟର ଧାରଣା ଏକ ଶକ୍ତିଶାଳୀ ଇଞ୍ଜିନ୍କୁ ସୂଚାଇଥାଏ। ମାନବ ହୃଦୟ ମଣିଷ ଶରୀରରେ ହାର୍ଟର ଧାରଣା ଦେବାକୁ ଗଲେ ଆମେ ଏକ ଶକ୍ତିଶାଳୀ ଇଞ୍ଜିନ୍କୁ ବୁଝିବା। ସେ ଶକ୍ତିଶାଳୀ ଇଞ୍ଜିନ୍ କ'ଣ ନା ସେଟା ହେଉଛି ଆମର ହାର୍ଟ। ଆମେ ଚିତ୍ର ଦ୍ୱାରା ଦେଖିବା ଏକ ଶକ୍ତିଶାଳୀ ଇଞ୍ଜିନ୍କୁ ସୂଚାଇଥାଏ। ମଣିଷ ଶରୀରରେ ହାର୍ଟ କିପରି କାମ କରିଥାଏ? ଗୋଟିଏ ଗାଡ଼ିରେ ଯେମିତି ଶକ୍ତିଶାଳୀ ଇଞ୍ଜିନ୍ ଥାଉଛି, ସେ ଶକ୍ତିଶାଳୀ ଇଞ୍ଜିନ୍ ନଥିଲେ ଗାଡ଼ିଟି ଚାଲିପାରିବ ନାହିଁ। ସେମିତି ମଣିଷ ଶରୀରରେ ମଧ୍ୟ ହାର୍ଟ ଏକ ଶକ୍ତିଶାଳୀ ଇଞ୍ଜିନ୍ ରୂପେ କାମ କରିଥାଏ। ଏକ ମାଂସପେଶୀ ପମ୍ପ ପାଇଁ ଅନୁପଯୁକ୍ତ ନୁହେଁ, ଯାହା ଶରୀରକୁ ନିରନ୍ତର ରକ୍ତ ଯୋଗାଇଥାଏ। ଏକ ମାଂସପେଶୀ ପମ୍ପ ହାର୍ଟ ଆମ ଶରୀରରେ ଏକ ପମ୍ପ ଭଳି କାମ କରୁଛି। ଆମେ ଏଇଟା ବହୁତ ଆଗରୁ ଜାଣିଛେ। ମଣିଷ ଶରୀରରେ ହାର୍ଟ ଏକ ପମ୍ପ ଭଳି କାମ କରେ। ଆଉ ପମ୍ପ ଆମେ ଯେଉଁ ଶବ୍ଦଟି ଆମେ ବ୍ୟବହାର କରୁଛେ ସେଇଟା ଅନୁପଯୁକ୍ତ ନୁହେଁ, ଉପଯୁକ୍ତ ଶବ୍ଦଟି। କାହିଁକି ଆମ ହାର୍ଟ ସେମିତି ହିଁ କାମ କରିଥାଏ, ଗୋଟିଏ ପମ୍ପ ଭଳି କାମ କରିଥାଏ, ଯାହା ଶରୀରକୁ ନିରନ୍ତର ରକ୍ତ ଯୋଗାଇଥାଏ। ଯାହା କ'ଣ କରୁଛି ଶରୀରକୁ ନିରନ୍ତର ଅନବରତ ରକ୍ତ ଯୋଗାଇଥାଏ। ଶରୀରର ସମସ୍ତ ଶିରା ପ୍ରଶିରା ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ନିରନ୍ତର ରକ୍ତ ଯୋଗାଇଥାଏ। ହାର୍ଟର କାମ ହେଉଛି ସେଇଟା। ଆମେ ଚିତ୍ର ଦ୍ୱାରା ଦେଖିବା। ତ ଦେଖନ୍ତୁ, ଏଇଟା ହେଉଛି ଆମର ହାର୍ଟ। ଏକ ମାଂସପେଶୀ ପମ୍ପ ଭଳି କାମ କରୁଛି। ଆମେ ପୁରା ଚିତ୍ରରେ ଦେଖୁଛେ ଏକ ମାଂସପେଶୀ ପମ୍ପ ଭଳି କାମ କରୁଛି ଆମର ହାର୍ଟଟି। ଚାରୋଟି କୋଠରୀ ମଧ୍ୟ ଅଛି। ଉପର ଦୁଇ କୋଠରୀକୁ ଆମେ ପଢ଼ିବା ଗୋଟେ ଗୋଟେ। ଉପର ଦୁଇ କୋଠରୀକୁ ଏଟ୍ରିୟମ୍ ବା ଅଳିନ୍ଦ ବୋଲି କୁହାଯାଏ। ତଳ ଦୁଇ କୋଠରୀକୁ ଭେଣ୍ଟ୍ରିକଲ୍ ବା ନୀଳ ବୋଲି କୁହାଯାଏ। ଆମେ ସବୁ ଆଗକୁ ପଢ଼ିବା। ତ ଏଇଟା ହେଉଛି ଆମର ହାର୍ଟ କାମ କରୁଛି କେମିତି ଦେଖନ୍ତୁ। ପୁରା ମୁଁ ଚିତ୍ର ଦେଖାଉଛି ଆପଣଙ୍କୁ। ବହୁତ ଗୁଡ଼ାଏ ରକ୍ତ ନଳୀ ମଧ୍ୟ ସଂଯୁକ୍ତ ହୋଇକି ଅଛି। ଆମେ କେଉଁ ରକ୍ତ ନଳୀ କେଉଁ କୋଠରୀକୁ ସଂଯୁକ୍ତ ହୋଇଛି ସେ ବିଷୟରେ ବି ପଢ଼ିବା। ଆଗପଟୁ ପଛପଟୁ ପୁରା ଚିତ୍ରଟା ଆମେ ଦେଖୁଛେ। ଏକ ପମ୍ପ ଭଳି କାମ କରୁଛି। ମଣିଷ ଶରୀରରେ ଏହି ହାର୍ଟଟି ଜନ୍ମ ହେଲା ଆରମ୍ଭଠୁ ମୃତ୍ୟୁ ପର୍ଯ୍ୟନ୍ତ ଅନବରତ କାମ କରିଥାଏ। ଯେତେବେଳେ ଏହା ବନ୍ଦ ହୋଇଯାଏ ମଣିଷ ଶରୀରଟି ସେତେବେଳେ ପୁରା ବନ୍ଦ ହୋଇଯାଏ, ଅର୍ଥାତ୍ ଆମେ ଡେଥ୍ କରିଗଲା ବୋଲି କହୁ। ଏଇଟା ହେଉଛି ଆମର ହାର୍ଟ। ପୁରା ଚିତ୍ର ଦ୍ୱାରା ଦେଖାଉଛି ଆପଣଙ୍କୁ। ରକ୍ତନଳୀ ଗୁଡ଼ାକ ମଧ୍ୟ ସଂଯୋଗ ହୋଇଛି।
ଏ ରକ୍ତନଳୀ କାହା ସହିତ ସଂଯୋଗ ହୋଇଥାଏ ସେଇଟା ମଧ୍ୟ ଆମେ ପଢ଼ିବା। ଏଥିରେ ନର୍ଭ ଗୁଡ଼ାକ ପୁରା ନର୍ଭ ସ୍ନାୟୁ ଗୁଡ଼ାକ ମଧ୍ୟ ପୁରା ଦେଖାଯାଉଛି। ତ ଆମେ ପଢ଼ିବା। ଆମେ ତ ପୁରା ଚିତ୍ର ଦେଖିଲେ ହାର୍ଟ ପମ୍ପ ଭଳି କାମ କରୁଛି ଶରୀରରେ, ଅନବରତ ଚାଲିଥାଏ। ତ ଆମେ ହାର୍ଟର ଚିତ୍ର ଦେଖିଲେ ଏହା କ'ଣ କରୁଛି, ଶରୀରରେ ଏକ ଶକ୍ତିଶାଳୀ ଇଞ୍ଜିନ୍ ଭଳି କାମ କରିଥାଏ। ପରିଚୟ, ଆର ହାର୍ଟର ପରିଚୟ ଆମେ କେମିତି କ'ଣ ତା ବିଷୟରେ ଜାଣିବା ପାଇଁ ଆମକୁ ପରିଚୟ ପଢ଼ିବାକୁ ପଡ଼ିବ। ନା ଅଧ୍ୟାୟର ଉଦ୍ଦେଶ୍ୟ ଗୁଡ଼ିକ ପ୍ରଥମେ ଜାଣିବା। ଏହି ଅଧ୍ୟାୟର ଉଦ୍ଦେଶ୍ୟ କ'ଣ? ଆମେ ହାର୍ଟ ବିଷୟରେ କ'ଣ କ'ଣ ସବୁ ପଢ଼ିବା ଆଉ କ'ଣ ଉଦ୍ଦେଶ୍ୟ ନେଇକି ଆମେ ପଢ଼ିବା ସବୁ ଲେଖା ହୋଇଛି। କ'ଣ କ'ଣ ସବୁ ନା ଏହି ଅଧ୍ୟାୟ ଅଧ୍ୟୟନ କରିବା ସମୟରେ ଆମକୁ ଜାଣିବାକୁ ଚେଷ୍ଟା କରିବା। କ'ଣ ଜାଣିବାକୁ ଚେଷ୍ଟା କରିବା ଏହି ଅଧ୍ୟୟନ କରିବା ସମୟରେ? ନା ମାନବ ହୃଦୟର ଆଭ୍ୟନ୍ତରୀଣ ଏବଂ ବାହ୍ୟ ଅଂଶଗୁଡ଼ିକୁ ଚିହ୍ନଟ ଏବଂ ବର୍ଣ୍ଣନା କରିବା। ଆମେ ଯେଉଁ ଏହି ଅଧ୍ୟାୟ ପଢ଼ୁଛେ କାର୍ଡ଼ିଓଭାସ୍କୁଲାର ସିଷ୍ଟମ୍ ବୋଲି ଯାହା କୁହାଯାଉଛି, ମଣିଷ ଶରୀରର ହାର୍ଟର ଆଭ୍ୟନ୍ତରୀଣ ଏବଂ ବାହ୍ୟ ଅଂଶଗୁଡ଼ିକୁ ଚିହ୍ନଟ ଏବଂ ବର୍ଣ୍ଣନା କରିବା। ମାନବ ହୃଦୟର ଆଭ୍ୟନ୍ତରୀଣ, ହାର୍ଟ ଭିତରେ କ'ଣ କ'ଣ ସବୁ ରହିଛି ଆଉ ହାର୍ଟ ବାହାରେ କ'ଣ କ'ଣ ସବୁ ରହିଛି ସେଗୁଡ଼ାକୁ ଫାଷ୍ଟରେ ଚିହ୍ନଟ କରିବା ଏବଂ ତା ବିଷୟରେ ବର୍ଣ୍ଣନା କରିବା। ହାର୍ଟ ଭିତରେ କ'ଣ ଅଛି ଆଉ ହାର୍ଟ ବାହାରେ କ'ଣ ଅଛି ସେ ସବୁ ଗୁଡ଼ାକ ଜିନିଷ ଚିହ୍ନଟ ଆମେ କରିବା, ତାପରେ ବର୍ଣ୍ଣନା କରିବା ତାକୁ ନେଇକି। ତାପରେ ହାର୍ଟର ସର୍କିଟ୍ ମାଧ୍ୟମରେ ରକ୍ତର ପଥ ବର୍ଣ୍ଣନା କରିବା। ହାର୍ଟର ଯେଉଁ ସର୍କିଟ୍ ଅଛି, ସର୍କିଟ୍ ମାନେ କ'ଣ? ସବୁ ସଂଯୋଗ ହୋଇଛି, ସବୁ ଯେଉଁ ରକ୍ତନଳୀ ଗୁଡ଼ାକ ସଂଯୋଗ ହୋଇଛି, କେଉଁ ରକ୍ତନଳୀ କେଉଁଠିକୁ ସଂଯୋଗ ହୋଇଛି ସେ ରକ୍ତନଳୀର ପଥ ଗୁଡ଼ାକ ବର୍ଣ୍ଣନା କରିବା। ବହୁତ ପଥ ବି ଅଛି, ରକ୍ତନଳୀ ଗୁଡ଼ାକ କେଉଁଠିକୁ ଯାଇକି କେଉଁଠି ସଂଯୋଗ ହୋଇଛି, କାହା ସହିତ ଫୁସଫୁସ୍ ସହିତ କେଉଁଠିକି ସଂଯୁକ୍ତ ହୋଇଛି, ଅଙ୍ଗ ପ୍ରତ୍ୟଙ୍ଗକୁ କେଉଁଠି ସଂଯୁକ୍ତ ହୋଇଛି, ସେ ସବୁ ଗୁଡ଼ାକ ପଥ ଗୁଡ଼ାକ ବର୍ଣ୍ଣନା କରିବା। ଆଉ ପଥ ଗୁଡ଼ାକ ନାଁ ମଧ୍ୟ ଅଛି, ସେ ନାଁ ଗୁଡ଼ାକ ବି ଆମେ ପଢ଼ିବା। ହାର୍ଟର ଆକାର, ଆକୃତି ଏବଂ ସ୍ଥାନ ବର୍ଣ୍ଣନା କରିବା। ହାର୍ଟର ଆକାର, ହାର୍ଟର ଆମେ ଯେଉଁ ଚିତ୍ର ସାହାଯ୍ୟରେ ଦେଖିଲେ ହାର୍ଟର ଆକାର କେମିତି ଅଛି, ଆଉ ଆକୃତି, ଆକାର ଆଉ ଆକୃତି ବି କେମିତି ଅଛି ଦେଖିବା। ଆଉ ସ୍ଥାନ ବର୍ଣ୍ଣନା କରିବା। ଆମର ମଣିଷ ଶରୀରରେ ହାର୍ଟ ବା ସେଇଟା କେଉଁ ଜାଗାରେ ଅଛି, ମଣିଷ ଶରୀରର କେଉଁ ସ୍ଥାନରେ ଅଛି ସେଇଟା ବି ବର୍ଣ୍ଣନା କରିବା। ହାର୍ଟର ଆକାର, ହାର୍ଟର ଆକୃତି ଏବଂ ସ୍ଥାନ ମଧ୍ୟ ବର୍ଣ୍ଣନା କରିବା। ତାପରେ ଆସିଲା କଙ୍କାଳ ଏବଂ ମସୃଣ ମାଂସପେଶୀ ସହିତ ହାର୍ଟ ମାଂସପେଶୀ ତୁଳନା କରିବା। କଙ୍କାଳ ଏବଂ ମସୃଣ ମାଂସପେଶୀ, କଙ୍କାଳ ଆମେ ଯାହାକୁ କହୁଛେ ଶରୀରର ସବୁ ଗୁଡ଼ାକ ହାଡ଼ ଯଦି ଆମେ ସଂଯୋଗ କରିବା ଏକ ମଣିଷ ଆକୃତିରେ ଆମକୁ ଦେଖାଯାଏ, ସେଟାକୁ ଆମେ କଙ୍କାଳ ବୋଲି କହୁଛେ। ସେ କଙ୍କାଳ ଆଉ ମସୃଣ ମାଂସପେଶୀ ସହିତ, ମସୃଣ ମାଂସପେଶୀ ବି ଆମ ଶରୀରରେ ରହିଛି, ସେ କଙ୍କାଳ ଏବଂ ମସୃଣ ମାଂସପେଶୀ ସହିତ ହାର୍ଟର ମାଂସପେଶୀ ଆମେ ତୁଳନା କରିବା। ହାର୍ଟର ମାଂସପେଶୀ ଗୁଡ଼ାକର ଗଠନ କେମିତି ଆଉ ମସୃଣ ମାଂସପେଶୀ ଗୁଡ଼ାକ ଗଠନ କେମିତି, ସେ ଦୁଇଟି ମାଂସପେଶୀ ଭିତରେ ତୁଳନା ମଧ୍ୟ ଆମକୁ କରିବାକୁ ପଡ଼ିବ। କାହିଁକି ନା ଦୁଇଟି ଯାକର କାର୍ଯ୍ୟ ଅଲଗା ଅଲଗା ହୋଇଥାଏ। ଦୁଇଟି ଯାକର ଆମେ ତୁଳନା କରିବା, ହାର୍ଟ ମାଂସପେଶୀ ଆଉ ମସୃଣ ମାଂସପେଶୀ କଙ୍କାଳ ମଧ୍ୟରେ ତୁଳନା ମଧ୍ୟ ଆମେ କରିବା ଦୁଇଟି ଯାକ ମାଂସପେଶୀ ଭିତରେ। ତାପରେ ଆସିଲା ହାର୍ଟର ପରିବହନ ପ୍ରଣାଳୀ ବ୍ୟାଖ୍ୟା କରିବା। ହାର୍ଟର ପରିବହନ ପ୍ରଣାଳୀ, ହାର୍ଟ ହେଉଛି ଏକ ମାଧ୍ୟମ। ହାର୍ଟ ମାଧ୍ୟମରେ ହିଁ ଶରୀରର ରକ୍ତ ସଞ୍ଚାଳନ ହୋଇଥାଏ। ହାର୍ଟ ମାଧ୍ୟମରେ ହିଁ ଶରୀରର ରକ୍ତ କ'ଣ କରେ, ପରିବହନ ହୋଇଥାଏ। ହାର୍ଟ ମାଧ୍ୟମରେ ହିଁ
ରକ୍ତ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ଯାଇଥାଏ। ତ ଏ ଯେଉଁ ପରିବହନ ପ୍ରଣାଳୀ ହାର୍ଟର କେମିତି କ'ଣ ତାକୁ ନେଇକି ମଧ୍ୟ ଆମେ ପଢ଼ିବାକୁ ପଡ଼ିବ। ହାର୍ଟର ପରିବହନ ପ୍ରଣାଳୀ ଆମକୁ ବର୍ଣ୍ଣନା କରିବାକୁ ପଡ଼ିବ। ତାପରେ ଆସିଲା ଏକ ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମର ପ୍ରକ୍ରିୟା ବା ଇସିଜି ବୋଲିକି ଆମେ ଯାହା କହୁଛେ ତାର ଉଦ୍ଦେଶ୍ୟ ବର୍ଣ୍ଣନା କରିବା। ଏକ ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ ଆମର ଛାତିର କୌଣସି ବା ହାର୍ଟର କୌଣସି ଅସୁବିଧା ଥିଲେ ଡକ୍ଟର ବି ଆମକୁ ଉପଦେଶ ଦିଅନ୍ତି, ଆଡ଼ଭାଇଜ୍ କରନ୍ତି କ'ଣ ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ କରିବାକୁ। ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ କ'ଣ ଆମେ ପଢ଼ିବା ତଳେ ଅଛି। ଇସିଜି ବୋଲି ଯାହାକୁ ଇଂଲିଶରେ କୁହାଯାଉଛି ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମର ପ୍ରକ୍ରିୟା, ସେ ପ୍ରୋସେସ୍ କେମିତି, ଆଉ ସେଥିରୁ ଆମେ କ'ଣ ଚିହ୍ନିତ କରିପାରିବା ରୋଗ, ହାର୍ଟର ରୋଗ ଏବଂ ତାର ଉଦ୍ଦେଶ୍ୟ। ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ କ'ଣ ପାଇଁ କରାଯାଏ ଶରୀରରେ, ତାର ଉଦ୍ଦେଶ୍ୟ ମଧ୍ୟ ଆମେ ଜାଣିବାକୁ ପାଇପାରିବା। ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ କ'ଣ ପାଇଁ କରାଯାଏ। ତାପରେ ହୃଦ ଚକ୍ର ବ୍ୟାଖ୍ୟା କରିବା। ହୃଦ ଚକ୍ର ବ୍ୟାଖ୍ୟା କରିବା ଅର୍ଥାତ୍ କ'ଣ ନା ହାର୍ଟର ଯେଉଁ କାର୍ଡ଼ିଆକ୍ ସାଇକଲ୍ ବୋଲିକି ଆମେ ଯାହାକୁ କୁହାଯାଏ, ଅମ୍ଳଜାନ ଯୁକ୍ତ ରକ୍ତ ଆମର ଶରୀରକୁ ଯାଏ ଆଉ ଅଙ୍ଗାରକାମ୍ଳ ଯୁକ୍ତ ରକ୍ତ ଶରୀରକୁ ବାହାରି ଆସେ। ଏକ ଚକ୍ରାକାରରେ ଏହା ଘଟିଥାଏ ହେଲା। ସେ ହୃଦ ଚକ୍ର କ'ଣ, କାର୍ଡ଼ିଆକ୍ ସାଇକଲ୍ ବୋଲିକି ଆମେ ଯାହାକୁ କହୁଛେ, ସେ ହୃଦ ଚକ୍ର କ'ଣ ଆମେ ବ୍ୟାଖ୍ୟା କରିବାକୁ ପଡ଼ିବ। ତାପରେ ଆସିଲା ହୃଦ ଆଉଟପୁଟ୍ ଗଣନା କରିବା। ହୃଦ ଆଉଟପୁଟ୍ ଅର୍ଥାତ୍ କ'ଣ, ସେ ତାର କେତିକି ଏନର୍ଜି ଶକ୍ତି କେତିକି, ହାର୍ଟର ଆଉଟପୁଟ୍ କେତିକି, ମାନେ ରକ୍ତ ପ୍ରେରଣ କରେ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ କେତିକି ପରିମାଣରେ ରକ୍ତ ପଠାଇଥାଏ, ସେଇଟା ବି ଆମକୁ ଗଣନା କରିବାକୁ ପଡ଼ିବ। ହୃଦ ଆଉଟପୁଟ୍ ଯାହାକୁ କୁହାଯାଏ। ତାପରେ ଆସିଲା ହୃଦ ସ୍ପନ୍ଦନ ଏବଂ ହୃଦ ସ୍ପନ୍ଦନ ଉପରେ ବ୍ୟାୟାମର ପ୍ରଭାବ ବର୍ଣ୍ଣନା କରିବା। ହୃଦ ସ୍ପନ୍ଦନ ଆମେ ଜାଣିଛେ ମଣିଷ ଶରୀରର ଗୋଟିଏ ମିନିଟ୍କୁ ହୃଦ ସ୍ପନ୍ଦନ ହାର ହେଉଛି 70ରୁ 72 ଥର। ଗୋଟେ ସୁସ୍ଥ ବୟସ୍କ ବ୍ୟକ୍ତିର ହୃଦ ସ୍ପନ୍ଦନ ହାର ହେଉଛି 72 ଥର। ଏଥିରେ ଯଦି କୌଣସି ବଢ଼େ କି କମେ ତାହାର ଏକ ରୋଗର ଚିହ୍ନିତ କରେ। ଆଉ ସେ କ'ଣ ପାଇଁ ବଢ଼େ, କ'ଣ ପାଇଁ କମେ, ଆଉ ଏହା ସହିତ ହୃଦ ସ୍ପନ୍ଦନ ଉପରେ ବ୍ୟାୟାମର ପ୍ରଭାବ କ'ଣ। ଯଦିଓ ଆମେ କୌଣସି ଶାରୀରିକ ବ୍ୟାୟାମ କରିକି ଆସିଲେ ଆମର ହୃଦ ସ୍ପନ୍ଦନ ବଢ଼ିଗଲା ସେ ଟାଇମ୍ରେ, ତ ବ୍ୟାୟାମ ଉପରେ ପ୍ରଭାବ ବା ଶରୀରର ହୃଦ ସ୍ପନ୍ଦନ ଉପରେ ପ୍ରଭାବ କ'ଣ ପକାଏ ବ୍ୟାୟାମ, ତାକୁ ମଧ୍ୟ ବର୍ଣ୍ଣନା କରିବା। ନିଶ୍ଚୟ ବ୍ୟାୟାମର ପ୍ରଭାବ ଶରୀର ଉପରେ ପଡ଼େ, ହୃଦ ସ୍ପନ୍ଦନ ଉପରେ ପଡ଼େ। ବଢ଼ିଯାଏ ହୃଦ ସ୍ପନ୍ଦନ ହାର ସାଙ୍ଗେ ସାଙ୍ଗେ ଟିକେ ବଢ଼ିଯାଏ, ତାପରେ ଆଉ ଥରେ ନର୍ମାଲ ଲେଭେଲକୁ ପଳେଇ ଆସେ। ତ ବ୍ୟାୟାମର ପ୍ରଭାବ ଆମେ ବର୍ଣ୍ଣନା କରିବାକୁ ପଡ଼ିବ। ହୃଦ ସ୍ପନ୍ଦନକୁ ନିୟନ୍ତ୍ରଣ କରୁଥିବା ମସ୍ତିଷ୍କର କେନ୍ଦ୍ର ଗୁଡ଼ିକ ନାମ ଦେବା ଏବଂ ସେମାନଙ୍କର କାର୍ଯ୍ୟ ବର୍ଣ୍ଣନା କରିବା। କ'ଣ ନା ହୃଦ ସ୍ପନ୍ଦନକୁ ନିୟନ୍ତ୍ରଣ କରୁଥିବା ମସ୍ତିଷ୍କର କେନ୍ଦ୍ର ଗୁଡ଼ିକ। ହୃଦ ସ୍ପନ୍ଦନକୁ ନିୟନ୍ତ୍ରଣ ମାନେ କରିଥାନ୍ତି ନା ମସ୍ତିଷ୍କର କେନ୍ଦ୍ର, ଆମର ଯେଉଁ କେନ୍ଦ୍ରୀୟ ସ୍ନାୟୁତନ୍ତ୍ର ଥାଏ, ହୃଦ ସ୍ପନ୍ଦନକୁ ନିୟନ୍ତ୍ରଣ କରିଥାନ୍ତି। ହୃଦ ସ୍ପନ୍ଦନକୁ ନିୟନ୍ତ୍ରଣ ଯଦି କରିନଥାନ୍ତେ ମସ୍ତିଷ୍କ କିଛି କାମ କରିନଥାନ୍ତା। ତ ମସ୍ତିଷ୍କ ଆମର କେନ୍ଦ୍ରୀୟ ସ୍ନାୟୁତନ୍ତ୍ର ମଣିଷ ଶରୀରରେ ଯେଉଁ ଅଛି, ଯେଉଁଟାକି ହୃଦ ସ୍ପନ୍ଦନକୁ ନିୟନ୍ତ୍ରଣ କରେ, ସେମାନଙ୍କର ମଧ୍ୟ ଆମେ କାର୍ଯ୍ୟ ବର୍ଣ୍ଣନା କରିବା। କେନ୍ଦ୍ରୀୟ ସ୍ନାୟୁତନ୍ତ୍ରର କାମ କ'ଣ, ହୃଦ ସ୍ପନ୍ଦନକୁ ସେ କେମିତି ନିୟନ୍ତ୍ରଣ କରିଥାଏ ତାକୁ ମଧ୍ୟ ଆମେ ପଢ଼ିବା। ହୃଦ ସ୍ପନ୍ଦନକୁ ନିୟନ୍ତ୍ରଣ କରୁଥିବା ମସ୍ତିଷ୍କର ସମସ୍ତ କେନ୍ଦ୍ର ଗୁଡ଼ିକର ନାମ ଦେବା ଏବଂ ସେମାନଙ୍କର କାର୍ଯ୍ୟ ବର୍ଣ୍ଣନା କରିବା। ତାପରେ ଆସିଲା ହୃଦ ସ୍ପନ୍ଦନକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ କାରଣ ଗୁଡ଼ିକୁ ଚିହ୍ନଟ କରିବା। ହୃଦ ସ୍ପନ୍ଦନକୁ ଆମେ କିଏ ପ୍ରଭାବ ପକାଇଲା, ଆମର ବ୍ୟାୟାମ ପ୍ରଭାବ ପକାଇଲା। ତାପରେ ମସ୍ତିଷ୍କର କେନ୍ଦ୍ର ଗୁଡ଼ିକ ସେଇଟା ମଧ୍ୟ ନିୟନ୍ତ୍ରଣ କରୁଛି ତାକୁ, ହୃଦ ସ୍ପନ୍ଦନକୁ। ଆଉ ହୃଦ ସ୍ପନ୍ଦନକୁ ଅନ୍ୟ କାରଣ ଗୁଡ଼ିକ କ'ଣ କ'ଣ ଆମେ ସେଇଟା ମଧ୍ୟ ଜାଣିବାକୁ ଚେଷ୍ଟା କରିବା। ହୃଦ ସ୍ପନ୍ଦନକୁ ଅନ୍ୟ କେଉଁ କାରଣ ପ୍ରଭାବ ପକାଉଛି। ହୃଦ ସ୍ପନ୍ଦନ ଯଦି ଆମର କମିଗଲା ତ ବହୁତ ବିପଦପୂର୍ଣ୍ଣ। ତ ଅନ୍ୟ କୌଣସି କାରଣ ଗୁଡ଼ିକ, ଅନ୍ୟ କ'ଣ କାରଣ ଗୁଡ଼ିକ ହୃଦ ସ୍ପନ୍ଦନ ଉପରକୁ ପ୍ରଭାବ ପକାଇଥାଏ ତାକୁ ମଧ୍ୟ ଚିହ୍ନଟ କରିବା। ତାପରେ ଭ୍ରୂଣ ସମୟରେ ହୃଦୟର ବିକାଶ କରିବା। ଭ୍ରୂଣ ସମୟରେ ଯେତେବେଳେ ଗୋଟିଏ ଜାଇଗୋଟ ବା ଆମେ ଯାହାକୁ ଭ୍ରୂଣ ବୋଲି କହୁଛେ, ଭ୍ରୂଣ ସମୟରେ ଯେଉଁ ମଣିଷ ଶରୀରରେ ହାର୍ଟ ତିଆରି ହୋଇଥାଏ,
ଯେତେବେଳେ ଛୁଆଟି ମା ପେଟରେ ଥାଏ ଗୋଟିଏ କୋଷରୁ ଅନ୍ୟ କୋଷ, ଅନ୍ୟ କୋଷରୁ ତାପରେ 2ଟି 4ଟି 8ଟି ଏମିତି କୋଷ ଗୁଡ଼ାକ ସୃଷ୍ଟି ହେଇକରି ଯେତେବେଳେ ମଣିଷର ପ୍ରଥମ ଜାଇଗୋଟ ବୋଲି ଆମେ ଯାହା କହୁଛେ, ଭ୍ରୂଣ ଏମ୍ବ୍ରିଓ ବୋଲି ଯାହାକୁ କହୁଛେ ଇଂଲିଶରେ, ସେ ଏମ୍ବ୍ରିଓ ସମୟରେ ବା ଭ୍ରୂଣ ସମୟରେ ହୃଦୟର ବିକାଶ କେମିତି ହୋଇଥାଏ ତାକୁ ମଧ୍ୟ ଆମେ ବର୍ଣ୍ଣନା କରିବା। ତାପରେ ଆସିଲା ନା ଏହି ଅଧ୍ୟାୟରେ ଆମେ ରକ୍ତନଳୀ ଭିତରକୁ ଠେଲି ଦେଉଥିବା ଉଲ୍ଲେଖନୀୟ ପମ୍ପକୁ ଅନୁସନ୍ଧାନ କରିବା। ଅର୍ଥାତ୍ କ'ଣ, ଏ ଅଧ୍ୟାୟରେ ଆମେ କ'ଣ କ'ଣ ଆହୁରି ପଢ଼ିବା? ବର୍ଣ୍ଣନା ଆସିଲା ନା ଆମେ ରକ୍ତନଳୀ ଭିତରକୁ ଠେଲି ଦେଉଥିବା ଉଲ୍ଲେଖନୀୟ ପମ୍ପକୁ ଅନୁସନ୍ଧାନ କରିବା। ରକ୍ତନଳୀ ଭିତରକୁ ଠେଲି ଦେଉଥିବା, ରକ୍ତନଳୀ ଭିତରକୁ ଠେଲୁଛି କିଏ? ଆମର ହୃତ୍ପିଣ୍ଡ ଠେଲୁଛି। ତ ସେହି ହୃତ୍ପିଣ୍ଡ ବା ପମ୍ପ ଯାହାକୁ ଅଛି, ସେ ପମ୍ପ ଯେଉଁ ଅଙ୍ଗଟା ହେଉଛି ଆମର ହାର୍ଟ, ତା ବିଷୟରେ ଆମେ ଅନୁସନ୍ଧାନ କରିବା। କ'ଣ କହିଲେ ନା ରକ୍ତନଳୀ ଭିତରେ ଠେଲୁଛି କିଏ? ଆମ ହୃତ୍ପିଣ୍ଡ ଠେଲୁଛି। ତ ସେ ଉଲ୍ଲେଖନୀୟ ପମ୍ପକୁ ଅନୁସନ୍ଧାନ କରିବା। ଆସନ୍ତୁ, ପମ୍ପ ବ୍ୟତୀତ ହୃଦୟର କାର୍ଯ୍ୟକୁ ବର୍ଣ୍ଣନା କରିବା ପାଇଁ ଅନ୍ୟ କୌଣସି ଭଲ ଶବ୍ଦ ନାହିଁ। ପମ୍ପକୁ ଛାଡ଼ିଦେଲେ ହୃଦୟର କାର୍ଯ୍ୟକୁ ବର୍ଣ୍ଣନା କରା। ହୃଦୟର କାର୍ଯ୍ୟ ବା ହାର୍ଟର କାର୍ଯ୍ୟ ହେଉଛି କ'ଣ? ସେ ପମ୍ପ କରିବ, ବ୍ଲଡକୁ ଠେଲିବ ରକ୍ତନଳୀ ମଧ୍ୟକୁ। ଆମର ଯେମିତି ପମ୍ପ ଯେମିତି ପାଣିଟାକୁ ଠେଲୁଛି, ଟ୍ୟୁବ୍ ବା କୌଣସି ପାଇପ୍ ଭିତରକୁ ଠେଲୁଛି ପାଣି, ତ ସେମିତି ସେଇ ପମ୍ପ ଭଳି କାମ କରୁଛି କିଏ? ଆମର ହାର୍ଟ, ଯାହାକୁ ରକ୍ତନଳୀ ଭିତରକୁ ଠେଲୁଛି। କାହାକୁ ଠେଲୁଛି? ନା ରକ୍ତକୁ ଠେଲୁଛି। ସେ ପମ୍ପ ଯେମିତି ଆମେ ୱାର୍ଡ଼ଟା ୟୁଜ୍ କଲେ, ଶବ୍ଦଟି ବ୍ୟବହାର କଲେ, ଆଠୁ ଭଲ ଶବ୍ଦ ବି କେଉଁଟା ଆମେ ବ୍ୟବହାର କରିପାରିନି। ଆଉ ଏଇଟା ହେଉଛି ଉପଯୁକ୍ତ ଶବ୍ଦ, କାରଣ ଏହାର ସଂକୋଚନ ଚାପ ସୃଷ୍ଟି କରେ, ଯାହା ରକ୍ତକୁ ପ୍ରମୁଖ ନଳୀ, ମହାଧମନୀ ଏବଂ ଫୁସ୍ଫୁସ୍ ଏବଂ ତାପରେ ଶୂନ୍ୟକୁ ବାହାର କରେ। ଅର୍ଥାତ୍ କ'ଣ, ପମ୍ପ କେମିତି କାମ କରୁଛି ହାର୍ଟ? ନା ଏହାର ସଂକୋଚନ ଚାପ ସୃଷ୍ଟି କରୁଛି। ଆମେ ଯେଉଁ ଚିତ୍ର ସାହାଯ୍ୟରେ ଦେଖିଲେ ସଂକୋଚନ ଏବଂ ପ୍ରସାରଣ, ହାର୍ଟର କୋଠରୀ ଗୁଡ଼ାକ ସଂକୋଚନ, ଏମିତି ସଂକୋଚନ ହେଉଛି ଏବଂ ପ୍ରସାରଣ ହେଉଛି, ସଂକୋଚନ ହେଉଛି ପ୍ରସାରଣ ହେଉଛି, ସଂକୋଚନ ହେଉଛି ପ୍ରସାରଣ ହେଉଛି। ତ ଏହି ସଂକୋଚନ ଆଉ ପ୍ରସାରଣ ମାଧ୍ୟମରେ ହାର୍ଟ ଭିତରେ ଚାପ ସୃଷ୍ଟି ହେଉଛି। ଚାପ ସୃଷ୍ଟି ହେବା ଦ୍ୱାରା କ'ଣ ହେଉଛି ନା ରକ୍ତନଳୀ ମଧ୍ୟକୁ ଠେଲି ହୋଇକି ଯାଉଛି। ସେ ଚାପ ସୃଷ୍ଟି ହେବା ଦ୍ୱାରା ରକ୍ତକୁ ପ୍ରମୁଖ ନଳୀ, ଯେଉଁ ନଳୀକୁ ରକ୍ତ ଯିବା ଦରକାର, ସେ ନଳୀକୁ ରକ୍ତ ଯାଇଥାଉଛି। ମହାଧମନୀ, ଯେଉଁ କୋଠରୀରୁ, ହାର୍ଟ କୋଠରୀରୁ ମହାଧମନୀକୁ ଯିବା କଥା ମହାଧମନୀକୁ ଯାଉଛି। ଫୁସ୍ଫୁସ୍କୁ ଯେଉଁ ରକ୍ତନଳୀ ଯିବା କଥା ସେଇଟା ମଧ୍ୟ ଯାଉଛି। ଆଉ ତାପରେ ଶୂନ୍ୟକୁ ବାହାରକୁ ଆସୁଛି। ଗ୍ୟାସ୍ ଆକାରରେ ବା ଅଙ୍ଗାରକାମ୍ଳ ଯେମିତି ଆମର ଶରୀର ବାହାରକୁ ଚାଲି ଆସେ, ସେମିତି ଶୂନ୍ୟକୁ ବାହାର କରୁଛି। ସେ ଚାପ ଯେଉଁ ସୃଷ୍ଟି ହେଉଛି ସଂକୋଚନ ଏବଂ ପ୍ରସାରଣ ଦ୍ୱାରା, ଯାହାଦ୍ୱାରା କି ରକ୍ତ ଠେଲି ହୋଇକି ରକ୍ତନଳୀ ମଧ୍ୟକୁ ପ୍ରବେଶ କରୁଛି। ଆଉ ଏହି କାରଣରୁ ହିଁ ଆମେ ପମ୍ପ ବୋଲିକି ଆମେ ଶବ୍ଦଟି ବ୍ୟବହାର କରୁଛେ। ଏହି ନଳୀ ଗୁଡ଼ିକରୁ ରକ୍ତ ଶରୀରର ଅବଶିଷ୍ଟ ଅଂଶକୁ ମଧ୍ୟ ବଣ୍ଟନ କରାଯାଏ। ଏହି ନଳୀ ଗୁଡ଼ିକରୁ, ଏଇ ଯେଉଁ ରକ୍ତନଳୀ ଗୁଡ଼ିକରୁ କ'ଣ ହେଉଛି, ରକ୍ତ ଶରୀରର ଅବଶିଷ୍ଟ ଅଂଶକୁ ଯାଉଛି। କାହିଁ ରକ୍ତ ଯେତିକି ଠେଲିଥାଏ ମଣିଷ ଶରୀରରେ, ହାର୍ଟ ଯେତିକି ରକ୍ତ ଠେଲିଥାଏ, ସେ କ'ଣ କରୁଛି, ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ କ'ଣ କରୁଛି, ବାଣ୍ଟି ହୋଇକି ଯାଉଛି। ଯଦିଓ ପମ୍ପ ଶବ୍ଦର ଅର୍ଥ ଷ୍ଟିଲ୍ ଏବଂ ପ୍ଲାଷ୍ଟିକରେ ତିଆରି ଏକ ଯାନ୍ତ୍ରିକ ଉପକରଣକୁ ସେ, ଆମେ ପମ୍ପ ବୋଲେ କ'ଣ ଜାଣିଛେ ନା ଆମେ ପମ୍ପ ଶବ୍ଦର ଅର୍ଥ ଜାଣିଛେ କି ଷ୍ଟିଲ୍ ବା ପ୍ଲାଷ୍ଟିକରେ ତିଆରି ଏକ ଯାନ୍ତ୍ରିକ ଉପକରଣକୁ ଆମେ ସୂଚାଉଛେ। ଠିକ୍ ସେହିପରି ଶରୀର ଗଠନ ଏକ ଜୀବନ୍ତ ସୁଦୃଢ଼ ମାଂସପେଶୀ। ଯେମିତି ଆମେ ପମ୍ପ ଶବ୍ଦର ବ୍ୟବହାର କରୁଛେ କେଉଁଠି, ପ୍ଲାଷ୍ଟିକ ବା ଷ୍ଟିଲ୍ କି ଲୁହାର, ଯେକୌଣସି ଆମେ ଏକ ଯାନ୍ତ୍ରିକ ଶକ୍ତି ବା ଯାନ୍ତ୍ରିକ ଉପକରଣକୁ ବୁଝୁଛେ, ଠିକ୍ ସେହିପରି ଶରୀର ଗଠନରେ ଏକ ଜୀବନ୍ତ ସୁଦୃଢ଼ ମାଂସପେଶୀ। ଶରୀର ଗଠନ ଆମର କ'ଣ, ଗୋଟେ ଜୀବନ ଥିବାର ଆଉ ସୁଦୃଢ଼ ମାଂସପେଶୀକୁ ନେଇକି ଶରୀର ଯେମିତି ଗଠନ ହୋଇଥାଏ। ଆମେ ଏହି ଅଧ୍ୟାୟ ପଢ଼ିବା ସମୟରେ ଏହି ଯୁଗ୍ମ ଧାରଣାକୁ ମନେ
ରଖିବାକୁ ଚେଷ୍ଟା କର। ଯୁଗ୍ମ ଧାରଣା ଗୁଡ଼ିକ ଆମେ ହାର୍ଟକୁ ଯେମିତି ଆମେ ଧାରଣା ଦେଇଛେ, ଗୋଟେ ପମ୍ପ ବୋଲି ଧାରଣା ଦେଇଛେ, ତା ବିଷୟରେ ପଢ଼ିବା। ଆଉ ଏ ଯେଉଁ ଶରୀର ଗଠନ ଏକ ସୁଦୃଢ଼ ମାଂସପେଶୀ, ଯେମିତି ପମ୍ପଟି ପ୍ଲାଷ୍ଟିକ୍ ଆଉ ଷ୍ଟିଲ୍ରେ ତିଆରି ହୋଇଥାଏ, ଠିକ୍ ସେମିତି ଶରୀରର ଜୀବନ୍ତ ସୁଦୃଢ଼ ମାଂସପେଶୀକୁ ନେଇକି ଶରୀରଟି ଗଠନ ହୋଇଥାଏ। ତାପରେ ଆସିଲା ଏହି ଅଧ୍ୟାୟ ପଢ଼ିବା ସମୟରେ ଏହି ଯୁଗ୍ମ ଧାରଣା ଗୁଡ଼ିକୁ ମନେ ରଖିବାକୁ ପଡ଼ିବ। ପମ୍ପ ଆଉ ମାଂସପେଶୀ, ପମ୍ପ ଏବଂ ମାଂସପେଶୀ ହେଲା। ପମ୍ପଟା ଆମର ପ୍ଲାଷ୍ଟିକ୍ ବା ଷ୍ଟିଲ୍ରେ ଆମେ ପଢ଼ିଲେ ଯେମିତି ଯାନ୍ତ୍ରିକ ଉପକରଣ, ସେମିତି ମାଂସପେଶୀକୁ ନେଇକି ଗୋଟେ ଯାନ୍ତ୍ରିକ ଉପକରଣ ବା ଯାନ୍ତ୍ରିକ ଜିନିଷଟି ଅଛି ଯେଉଁଟା ଶରୀରରେ ହାର୍ଟ। ଯଦିଓ ହୃଦୟ ଶବ୍ଦଟି ଏକ ଇଂରାଜୀ ଶବ୍ଦ, ହୃଦୟ ସମ୍ବନ୍ଧୀୟ ଲାଟିନ୍ ଶବ୍ଦ କାଡ଼ିଆରୁ ଫେରି ଆସିପାରେ। ହୃଦୟ ଶବ୍ଦଟି ଏକ ଇଂରାଜୀ ଶବ୍ଦରୁ ଆସିଛି, ହୃଦ୍ ବୋଲିକି। ହୃଦୟ ସମ୍ବନ୍ଧୀୟ ଆମେ ଜାଣିଛୁ ହୃଦ୍ ଶବ୍ଦରୁ ଗୋଟେ ଇଂରାଜୀ ଶବ୍ଦରୁ ଆସିଛି, ଆଉ ଲାଟିନ୍ ଶବ୍ଦ କାଡ଼ିଆରୁ ଫେରି ଆସିଛି। ଲାଟିନ୍ ଶବ୍ଦ କାଡ଼ିଆରୁ ଆସିଛି, କାର୍ଡ଼ିଓଭାସ୍କୁଲାର ସିଷ୍ଟମ ଆମେ ଯାହାକୁ କାଡ଼ିଆ ଲାଟିନ୍ ଶବ୍ଦରୁ ଆସିଛି। ଆଉ ହୃଦ୍ ଶବ୍ଦର ଗୋଟେ ଇଂରାଜୀ ଶବ୍ଦରୁ ଆସିଛି, ହୃଦୟ ସମ୍ବନ୍ଧୀୟ। ଆଉ ଗୋଟେ ହୃଦ୍ ବିଜ୍ଞାନ ହେଉଛି ହୃଦୟର ଅଧ୍ୟୟନ। ହୃଦ୍ ବିଜ୍ଞାନ ହେଉଛି କ'ଣ? ହୃଦୟର ଅଧ୍ୟୟନ। ହାର୍ଟ ବିଷୟରେ ଆମେ ଷ୍ଟଡି କରିବାକୁ ହୃଦୟ ବିଜ୍ଞାନ ବୋଲି କହୁଛେ। ହାର୍ଟ ବିଷୟରେ ଯାହା ବି ଯେତିକି ଗୁଡ଼ାଏ ଗଠନ କାର୍ଯ୍ୟ ହାର୍ଟର ହୋଇଥାଏ, ସେ ସବୁ ବିଷୟରେ ଅଧ୍ୟୟନ କରିବାକୁ ଆମେ ହୃଦୟର ଅଧ୍ୟୟନ ବୋଲି ପଢ଼ିବା ବା ହୃଦୟକୁ ଅଧ୍ୟୟନ କରିବା। ଏବଂ ହୃଦ୍ ରୋଗ ବିଶେଷଜ୍ଞମାନେ ହେଉଛନ୍ତି ଚିକିତ୍ସକ। କୌଣସି କାର୍ଯ୍ୟରେ ଏପଟ ସେପଟ ହେଲା, କାର୍ଯ୍ୟରେ କ'ଣ କଲା, ବାଧା ସୃଷ୍ଟି ହେଲା, ସେସବୁ କେଉଁମାନେ ସମାଧାନ କରିବେ? ନା ହୃଦ୍ ରୋଗ ବିଶେଷଜ୍ଞମାନେ ହିଁ ହେଉଛନ୍ତି ଚିକିତ୍ସକ। ହୃଦ୍ ରୋଗ ଯେଉଁମାନେ କି ହାର୍ଟ ବିଷୟରେ ସବିଶେଷ ଜ୍ଞାନ ସେମାନଙ୍କ ପାଖରେ ଥାଏ। ଆଉ ହୃଦ୍ ରୋଗ ବିଶେଷଜ୍ଞମାନେ ହେଉଛନ୍ତି ଏହାର ଚିକିତ୍ସକ। ହୃଦ୍ ରୋଗ ବିଶେଷଜ୍ଞମାନେ ତାକୁ ଠିକ୍ସେ ଚିକିତ୍ସା କରିପାରିବେ, ଯେଉଁମାନେ ମୁଖ୍ୟତଃ ହୃଦୟ ସହିତ କାର୍ଯ୍ୟ କରନ୍ତି, ଯେଉଁମାନେ ମୁଖ୍ୟତଃ କ'ଣ ହାର୍ଟ ସହିତ କାର୍ଯ୍ୟ କରୁଛନ୍ତି। ହାର୍ଟ ସହିତ କାର୍ଯ୍ୟ କରିଥାନ୍ତି ଅର୍ଥାତ୍ କ'ଣ ନା ମଣିଷ ଶରୀରରେ ଯେଉଁମାନେ କି ଚିକିତ୍ସା କରନ୍ତି ହୃଦ୍ ରୋଗ ବିଶେଷଜ୍ଞମାନେ, ସେମାନେ ସବୁବେଳେ ମଣିଷ ଶରୀର ସବୁ ରୋଗୀମାନଙ୍କର ହାର୍ଟ ସହିତ ସେମାନେ କାର୍ଯ୍ୟ କରିଥାନ୍ତି। ହୃଦ୍ ରୋଗ ବିଶେଷଜ୍ଞ ବୋଲିକି ଆମେ ତାକୁ କହୁଛେ। ହୃଦ୍ ଶରୀର ଗଠନ ଏହି ବିଭାଗ ଶେଷ ସୁଦ୍ଧା ଆମେ କହିପାରିବା କି ଏହି ବିଭାଗ ଶେଷ ସୁଦ୍ଧା କ'ଣ କ'ଣ ଆମେ ଜାଣିପାରିବା? ହୃଦ୍ ଶରୀର ଗଠନ ନା ଶରୀର ଗହ୍ୱର ମଧ୍ୟରେ ହୃଦୟର ସ୍ଥାନ ଏବଂ ସ୍ଥିତି। ଶରୀର ଯେଉଁ ଗଠନ ଅଛି, ଶରୀରର ଗହ୍ୱର ମଧ୍ୟରେ ହୃଦୟର ସ୍ଥାନ। 5 ଫୁଟର ଯେଉଁ ଶରୀର ମଣିଷ ଶରୀର ଥାଏ, ସେଥିରେ ହୃଦୟର ସ୍ଥାନଟି କେଉଁଠି ବା ହାର୍ଟର ଜାଗାଟା କେଉଁଠି, ହାର୍ଟ କେଉଁ ଜାଗାରେ ଅଛି, ତାର ସ୍ଥିତି ଆମେ ବର୍ଣ୍ଣନା କରିପାରିବା। ଚିତ୍ର ସାହାଯ୍ୟରେ ଆମେ ମଧ୍ୟ ଦେଖିବା। ତ ଏଇଠି ଆମେ ଚିତ୍ର ଦ୍ୱାରା ଦେଖିଲେ ମଣିଷ ଶରୀରରେ ହାର୍ଟ ଦେଖନ୍ତୁ, ମଣିଷ ଶରୀରରେ ହାର୍ଟ କେଉଁ ଜାଗାରେ ଅଛି, ଆଉ ତାକୁ ବହୁତ ଗୁଡ଼ାଏ ନାଁ ବି ଆମେ ସାଇଡ଼ରେ ଦେଖାଯାଇଛି। ଏଇଟା ହେଉଛି ହାର୍ଟ। ତାକୁ କୌଣସି ବହୁତ ଗୁଡ଼ାଏ ରକ୍ତନଳୀ ସଂଯୁକ୍ତ ହେଉଛି, ବହୁତ ଗୁଡ଼ାଏ ସ୍ନାୟୁ ମଧ୍ୟ ବହୁତ ଗୁଡ଼ାଏ ସ୍ନାୟୁ ମଧ୍ୟ ତା ସହିତ ସଂଯୋଗ ହୋଇକି ରହିଅଛି। ତ ମଣିଷ ଶରୀରରେ ହାର୍ଟର ସ୍ଥିତି କେମିତି, କେଉଁ ଜାଗାରେ ଅଛି, ତାକୁ ମଧ୍ୟ ଆମେ ଭଲସେ ଭାବେ ପଢ଼ିବାକୁ ପଡ଼ିବ। ଉପରେ ଚିତ୍ର ଆପଣ ଦେଖାଉଛି। ଆମେ ଚିତ୍ର ଦ୍ୱାରା ଦେଖିଲେ ଯେ ଶରୀର ଗହ୍ୱର ମଧ୍ୟରେ ହୃଦୟର ସ୍ଥାନ ଏବଂ ସ୍ଥିତି ଆମେ ଦେଖିଲେ। ପୁରା ଶରୀର ଗହ୍ୱର ମଧ୍ୟରେ ଆମର ହାର୍ଟ କେଉଁ ଜାଗାରେ ଥାଉଛି। ତାପରେ ଆସିଲା ହୃଦୟର ଅଭ୍ୟନ୍ତରୀଣ ଏବଂ ବାହ୍ୟ ଶରୀର ଗଠନ ବର୍ଣ୍ଣନା କରେ। ହୃଦୟର ହାର୍ଟର ଆଭ୍ୟନ୍ତରୀଣ, ହାର୍ଟ ମାନେ ହେଉଛି ହୃଦୟ। ହୃଦୟର ଆଭ୍ୟନ୍ତରୀଣ ଏବଂ ବାହ୍ୟ ଶରୀର ଗଠନ ବର୍ଣ୍ଣନା କରେ। ହାର୍ଟ ଭିତରେ କ'ଣ ଅଛି ଆଉ ହାର୍ଟ ବାହାରେ କ'ଣ ଅଛି,
ଆଉ ସେଗୁଡ଼ାକର ଗଠନ କେମିତି ଆମେ ବର୍ଣ୍ଣନା କରିବା। ହାର୍ଟ ବାହାରେ କ'ଣ ଅଛି ଆଉ ହାର୍ଟ ଭିତରେ କ'ଣ ଅଛି, ଆଉ ହୃଦୟର ଟିସ୍ୟୁ ସ୍ତର ଗୁଡ଼ିକୁ ଚିହ୍ନଟ କରିବା। ହାର୍ଟ ଭିତରେ କେଉଁ ଟିସ୍ୟୁ କାମ କରୁଛି, କେଉଁ କୋଷ ଗୁଡ଼ାକ ହାର୍ଟ ଭିତରେ ଅଛି ହେଲା। ହାର୍ଟ ଭିତରେ ଆମ ସ୍କିନ୍ ଉପରେ ଆମେ ଦେଖୁଛେ ବହୁତ ଗୁଡ଼ାଏ କୋଷକୁ ନେଇକି ଆମ ଶରୀର ଯେମିତି ଗଠିତ, ସେମିତି ହାର୍ଟରେ ମଧ୍ୟ ବହୁତ ଗୁଡ଼ାଏ ଟିସ୍ୟୁ ଅଛି ଆଉ ବହୁତ ଗୁଡ଼ାଏ କୋଷ ବି ଅଛି। ତ କେଉଁ ପ୍ରକାର କୋଷ ହାର୍ଟ ଭିତରେ ଥାଏ ତାକୁ ମଧ୍ୟ ଆମେ ଚିହ୍ନଟ କରିବା। ଟିସ୍ୟୁ ଗୁଡ଼ାକୁ ବି ଆମକୁ ଚିହ୍ନଟ କରିବାକୁ ପଡ଼ିବ। ହୃଦୟର ଗଠନକୁ ଏକ ପମ୍ପ ଭାବରେ ଏହାର କାର୍ଯ୍ୟ ସହିତ ସମ୍ପର୍କିତ କରିବା। ହୃଦୟର ଗଠନକୁ ପମ୍ପ ଭାବରେ, ପମ୍ପ ଯେମିତି କାମ କରୁଛି ଠିକ୍ ସେହିପରି ଭାବେ ଏହାର କାର୍ଯ୍ୟ ସହିତ ସମ୍ପର୍କିତ କରିବା। ହାର୍ଟ ବି ଯେମିତି ଆମ ଶରୀରରେ ପମ୍ପ ଭଳି କାମ କରୁଛି, ଆଉ ପମ୍ପ ଆଉ ହାର୍ଟ ସହିତ ଆର କାର୍ଯ୍ୟ ତାର କାର୍ଯ୍ୟ ଦୁଇଟା ଯାକର କାର୍ଯ୍ୟ ସମ୍ପର୍କିତ କରିବା। ପମ୍ପ ଭଳି କେମିତି କାମ କରୁଛି ଆମ ଶରୀରରେ ହେଲା, ତା ସହିତ ସମ୍ପର୍କିତ ଆମେ କରିବା। ତାପରେ ଆସିଲା ସିଷ୍ଟମିକ୍ ସଞ୍ଚାଳନକୁ ଫୁସ୍ଫୁସ୍ ସଞ୍ଚାଳନ ସହିତ ତୁଳନା କରିବା। ଆମ ଶରୀରରେ ଯେଉଁ ରକ୍ତ ସଞ୍ଚାଳନ ହେଉଛି, ସିଷ୍ଟମିକ୍ ସଞ୍ଚାଳନ, ସେ ରକ୍ତ ସଞ୍ଚାଳନ ସିଷ୍ଟମ କେମିତି ଚାଲୁଛି ମଣିଷ ଶରୀରରେ ହେଲା। ଆଉ ଫୁସ୍ଫୁସ୍ ସଞ୍ଚାଳନ, ଫୁସ୍ଫୁସ୍ରେ ମଧ୍ୟ ବାୟୁର ଆଦାନ ପ୍ରଦାନ ହେଉଛି, ରକ୍ତର ମଧ୍ୟ ଆଦାନ ପ୍ରଦାନ ହେଉଛି, ସେ ସଞ୍ଚାଳନ ସହିତ ତୁଳନା କରିବା। ସିଷ୍ଟମିକ୍ ସଞ୍ଚାଳନ ସହିତ ଫୁସ୍ଫୁସ୍ ସଞ୍ଚାଳନ। କରୋନାରୀ ସଞ୍ଚାଳନ ଅର୍ଥାତ୍ ରକ୍ତ ସଞ୍ଚାଳନ ପ୍ରଣାଳୀର ଶିରା ଧମନୀ ଗୁଡ଼ିକୁ ଚିହ୍ନ କରିବା। କରୋନାରୀ ସଞ୍ଚାଳନ ଅର୍ଥାତ୍ କ'ଣ, ରକ୍ତ ସଞ୍ଚାଳନ ମଣିଷ ଶରୀରରୁ ବା ହାର୍ଟରେ ଯେଉଁ ରକ୍ତ ସଞ୍ଚାଳନ ହୋଇଥାଏ, ଆମେ ଦୁଇଥର ହାର୍ଟକୁ ରକ୍ତ ଆସେ। ଗୋଟିଏ ଥର ହାର୍ଟକୁ ରକ୍ତ ଆସେ, ସେଇଟା ପୁଣି ଫୁସ୍ଫୁସ୍ ପାଖକୁ ଯାଏ, ଫୁସ୍ଫୁସ୍ରୁ ପୁଣି ଆଉ ଥରେ ହାର୍ଟକୁ ରକ୍ତ ଆସେ, ହାର୍ଟରୁ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ଯାଏ। ତ ଏହି ଯେଉଁ ସଞ୍ଚାଳନ ପ୍ରକ୍ରିୟା ପ୍ରଣାଳୀରେ ଶିରା ଧମନୀ ଗୁଡ଼ାକ ମୁଖ୍ୟ ଭାବେ କ'ଣ କରୁଛନ୍ତି, ଭାଗ ନେଇଥାନ୍ତି। ସେ ଶିରା ଧମନୀ ଗୁଡ଼ିକ ଭାଗ ଯେଉଁ ନେଇଥାନ୍ତି, ସେ ସମସ୍ତଙ୍କୁ ଆମେ ଚିହ୍ନଟ କରିବା। କେଉଁ ଶିରା ପ୍ରଣାଳୀ କେଉଁ କାମ କରୁଛି, କେଉଁ ପ୍ରକାରରେ ରକ୍ତକୁ ପ୍ରବାହିତ କରିକି ନେଉଛି, କେଉଁ ରକ୍ତ ପ୍ରବାହିତ କରିକି ନେଉଛି, ସେ ସବୁଗୁଡ଼ାକୁ ଆମେ ଚିହ୍ନଟ କରିବାକୁ ପଡ଼ିବ। ହୃଦୟର କୋଠରୀ ଗୁଡ଼ିକରେ ଅମ୍ଳଜାନ ଯୁକ୍ତ ଓ ଅମ୍ଳଜାନ ମୁକ୍ତ ରକ୍ତର ପଥ ଚିହ୍ନଟ କରିବା। ହୃଦୟର କୋଠରୀ ଗୁଡ଼ିକରେ ଅମ୍ଳଜାନ ଯୁକ୍ତ ରକ୍ତ କେଉଁ ପଟେ ଯାଉଛି ଆଉ ଅମ୍ଳଜାନ ମୁକ୍ତ ରକ୍ତ ଅର୍ଥାତ୍ ଅଙ୍ଗାରକାମ୍ଳ ଯୁକ୍ତ ରକ୍ତ କେଉଁ ପଟେ ଯାଉଛି। ଅମ୍ଳଜାନ ଯୁକ୍ତ ରକ୍ତ କେଉଁ ଶିରା ଦେଇକି ଯାଉଛି, ଅମ୍ଳଜାନ ବିହୀନ ରକ୍ତ କେଉଁ ଧମନୀ ଦେଇକି ଆସୁଛି ବା କେଉଁ ଶିରା ଦେଇକି ଯାଉଛି, ଆମେ ସେ ସବୁଗୁଡ଼ିକୁ ଚିହ୍ନଟ କରିବାକୁ ପଡ଼ିବ। ତାପରେ ଆସିଲା ଆମେ ଗୋଟେ ଗୋଟେ ପଢ଼ିବା। କେଉଁଠି ଅଛି କ'ଣ ଅଛି ନା, ହାର୍ଟର ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱ, ହୃଦୟର ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱ ସ୍ପଷ୍ଟ ଭାବରେ ଦେଖାଦିଏ। ଆମେ ଚିତ୍ର ଦ୍ୱାରା ବି ଆମେ ଦେଖିଲେ, ଆମେ ସ୍ପଷ୍ଟ ଭାବରେ ପୁରା ଦେଖିଲେ ହାର୍ଟର ଗୁରୁତ୍ୱପୂର୍ଣ୍ଣ ମଣିଷ ଶରୀର ପାଇଁ କେତିକି। ହାର୍ଟ ହିଁ କ'ଣ ଗୁରୁତ୍ୱପୂର୍ଣ୍ଣ ଅର୍ଥାତ୍ କ'ଣ, ଭେରି ମୋଷ୍ଟ ଇମ୍ପୋର୍ଟାଣ୍ଟ ଅର୍ଗାନ୍ ଅଫ୍ ହ୍ୟୁମାନ୍ ବଡି ଇଜ୍ ହାର୍ଟ। ଅର୍ଥାତ୍ କ'ଣ, ବହୁତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ହାର୍ଟ। ହାର୍ଟ ଯଦି ବନ୍ଦ ହେଇଗଲା ମଣିଷ ଶରୀର ପୁରା ମରିଯାଏ, ଅର୍ଥାତ୍ କ'ଣ, ଡେଥ୍ ହୋଇଯାଏ। ତ ଏହା ସ୍ପଷ୍ଟ ଭାବରେ ଆମକୁ ଶିଖିବାକୁ ପଡ଼ିବ କ'ଣ କ'ଣ କାର୍ଯ୍ୟ ଗୁଡ଼ାକ ସବୁ ଗଠନ କେମିତି କ'ଣ। ଯଦି ଜଣେ ପ୍ରତି ମିନିଟ୍ରେ ହାରାହାରି 75 ଥର ସଙ୍କୋଚନ ହାରକୁ ଧରିନିଏ, ଯଦି ଜଣେ କ'ଣ କରୁଛି ପ୍ରତି ମିନିଟ୍ରେ ହାରାହାରି 75 ସଙ୍କୋଚନ ହାରକୁ ଧରିନିଏ, ଗୋଟିଏ ସୁସ୍ଥ ବୟସ୍କ ବ୍ୟକ୍ତିର ହୃଦସ୍ପନ୍ଦନ ହାର ଆମେ ଯେଉଁ କହୁଛେ 72ରୁ 75 ଥର ସେ ଯଦି ଧରିକି ନେଉଛି, ତେବେ ମାନବ ହୃଦୟ ପ୍ରାୟ ଗୋଟିଏ ଦିନରେ 108,000 ଥର କ'ଣ କରୁଛି, ହୃଦସ୍ପନ୍ଦନ ହୋଇଥାଏ ତାର ହାରାହାରି। ଯଦି ଗୋଟିଏ ମିନିଟ୍କୁ 75 ଥର ହୋଇଥାଏ, ଠିକ୍ ସେଇଭଳି ଆମେ ଯଦି ପୁରା ଗୋଟିଏ ଦିନ ଦେଖିବା, ଗୋଟିଏ ଦିନରେ ସେ କେତେ ଥର ହେଉଛି ନା 108 ଥର ସେ କ'ଣ ହେଉଛି, 108,000 ଥର। 108,000 ଥର ସେ କ'ଣ କରୁଛି, ଗୋଟିଏ ଦିନରେ ପ୍ରାୟ ହୃଦସ୍ପନ୍ଦନ ହୁଏ ତାର।
ठीक से गोटे वर्ष में 39 नियुत थर अधिक हो गोटे वर्ष जो देखा कौन 39 नियुत थर अधिक है। ठीक से 75 वर्षर जीवन काल मध्य जदि गोटे मनीष 75 वर्ष बंचुची से 75 वर्षर जीवन काल मध्य प्राय 3 बिलियन थर संकोचन कर अर्थात कौन तार हृदस्पंदन हार से कर 3 बिलियन थर है। गोटे वर्ष जदि 39 नियुत थर अधिक है तो 75 वर्षर जीवन काल मध्य 75 वर्षर जीवन काल मध्य तार संकोचन हार केते हृदस्पंदन हार केते ना 3 बिलियन थर हम है। हृदयर प्रत्येक प्रमुख पंपिंग प्रकोष्ठ जड़े विश्राम वयस्कों प्रति संकोचन प्राय 70 मिलीलिटर रक्त निर्गत करे। हृदयर प्रत्येक प्रमुख पंपिंग प्रकोष्ठ जो हृदयर 4टी कोठरी अच्छी 4टी कोठरी जो पंपिंग कार्य करती जो कोठरी गुड़ाक से पंपिंग कार्य जो प्रकोष्ठ गुड़ाक करती जड़े विश्राम नेउथुवा वयस्कों प्रति जो माने कि विश्राम नेती से हृदस्पंदन जो मिनिट को 72 ରୁ 75 थर हुए प्रति संकोचन रे प्राय 70 मिलीलिटर रक्त निर्गत करे। प्रति मिनिट रे कौन हो 70 मिलीलिटर रक्त निर्गत आम करुचे। 70 मिलीलिटर अर्थात कौन हम जो बोतल रे हम जदि देखिबा छोट ड्रिंक्स बोतल गुड़ाक से प्राय 50-60 ml खंडे थाए 60-70 ml 100 ml पर्यंत थाउचंदी तो सेति प्रति मिनिट रे प्राय 70 मिलीलिटर रक्त निर्गत करुचे। अर्थात कौन जदि से मिनिट को 75 थर संकोचन हार बा हृदस्पंदन हार देखेला प्रति गोटे संकोचन रे 70 मिलीलिटर रक्त से कौन करछि निर्गत करछि। पंपिंग प्रकोष्ठ गोटे 70 मिलीलिटर यह प्रति मिनिट रे प्राय 5.25 लिटर तरल पदार्थ कौन करछि निर्गत करछि। अर्थात कौन गोटे संकोचन गोटे थर संकोचन हेले जदि 70 मिलीलिटर रक्त निर्गत कला तो ताहले मिनिट को कते से करला से 75 थर करछि तो प्रति मिनिट रे जदि हमें देखिबा 5.25 लिटर तरल पदार्थ से कौन करछि निर्गत करछि। गोटे थर संकोचन रे 70 मिलीलिटर कला तापर आसला प्रति मिनिट रे से 70 ରୁ 75 थर संकोचन कला गोटे मिनिट रे जदि 70 ରୁ 75 थर संकोचन कला ता अनुसार प्रति मिनिट रे केते हो 5.25 लिटर से कौन करछि 5 लिटर तरल पदार्थ से कौन करछि निर्गत करछि प्रति मिनिट रे एवं प्रतिदिन प्राय 14,000 लिटर समान हेबो 14,000 लिटर सहित समान हेबो से कौन करछि निर्गत करछि। गोटे दिन को जदि हम तुलना करबा गोटे दिन रे हार्ट 14,000 लिटर रक्त कौन करछि से शरीर अंग प्रत्यंग को पठाउछि। गोटे दिन रे 14,000 लिटर कौन करछि रक्त से कौन करछि शरीर अंग प्रत्यंग को पठाउछि। अर्थात कौन सही रक्त ही आम शरीर कौन रक्त 14,000 लिटर अच्छी ना सेमती नहीं ना सही रक्त ही आउ थे पुणी साइकल आकार रे हार्ट रु अंग प्रत्यंग रु आउ थे हार्ट रु अंग प्रत्यंग आउ थे हार्ट एमती कौन करते चक्राकार रे घूरी थाए। अर्थात कौन प्रतिदिन प्राय गोटे दिन प्राय 14,000 लिटर पंपिंग से करते। गोटे वर्ष मध्य प्राय 60,000 माइल जहाज मध्य पठा जाइतिबा 1 कोटी लिटर किंबा 2.6 नियुत गैलन रक्त सहित समान हेबो। जदि गोटे वर्ष सहित आम तुलना करिया मध्य कौन 1 कोटी लिटर 2.6 नियुत गैलन रक्त सहित मध्य समान हेबो। गोटे वर्ष जदि तुलना करिया 1 कोटी लिटर मध्य से कौन हेबो रक्त निर्गत करुछि। यह किपरि घटुछि जो एस तो 1 कोटी लिटर आम शरीर ना यह एक चक्राकार घुरुथबारो से रक्त गागा कौन करछि हार्ट अंग प्रत्यंग जाउछि अंग प्रत्यंग हार्ट को आसुछि हार्ट अंग प्रत्यंग जाउछि अंग प्रत्यंग हार्ट होछि हार्ट गोटे होछि कोन माध्यम आकार रे कौन करछि से रक्त निर्गत करछि। यह किपरि घटुछि
ଯଦି ଏହା ଆମେ ଜାଣିବାକୁ ଚାହିଁବା ଏହା ଶରୀର ମଧ୍ୟରେ କିପରି ଘଟୁଛି ତାହା ବୁଝିବା ପାଇଁ ହୃଦୟର ଶରୀର ଗଠନ ଏବଂ ଶରୀର ବିଜ୍ଞାନ ବୁଝିବା ଆବଶ୍ୟକ। ଏଇ ଯେଉଁ ଶରୀରରେ ଏତେ ରକ୍ତ ପ୍ରବାହିତ ହେଉଛି ହାର୍ଟ ମାଧ୍ୟମରେ, ତ ନିହାତି ଆମେ କ'ଣ କରିବା? ହୃଦୟର ଶରୀର ଗଠନ କେମିତି ହୋଇଥାଏ, ହୃଦୟ ଭିତରେ ଗଠନ କେମିତି ହୋଇଥାଏ ଆଉ ସେ କେମିତି କାର୍ଯ୍ୟ କରେ ଆମକୁ ନିହାତି ଜାଣିବା ପାଇଁ ପଡ଼ିବ।